ଗୋଟିଏ ରାଜ୍ୟରେ ରାମପୁର ନାମକ ଏକ ଗାଁ ଥିଲା। ସେହି ଗ୍ରାମରେ ରାମ ନାମକ ଏକ ବାଲକ ଥିଲା। ସେ ସତ୍ୟବାନ ଏବଂ ବୁଦ୍ଧିମାନ ଥିଲା। ଗୋଟିଏ ଦିନ ସେ ବାଲକ ବଜାରକୁ ଯାଉଥିବା ସମୟରେ ଗୋଟିଏ ପର୍ସ ଦେଖିଲା। ହେଲେ ସେ ପଇସା ସେଠାରୁ ନେଲା। ସେହି ପର୍ସକୁ ଧରି ଗ୍ରାମର ମୁଖିଆ ପାଖକୁ ଯାଇ ପର୍ସଟାକୁ ଦେଇଦେଲା ଏବଂ କିଛି ସମୟ ପରେ ସେହି ପର୍ସର ମାଲିକ ଗାଁ ମୁଖିଆ ପାଖକୁ ଆସି ସେହି ପର୍ସଟା ନେଇଗଲା। ସେଥିପାଇଁ କୁହାଯାଏ ଶିଶୁମାନେ ବହୁତ ସରଳ, ସୁସ୍ଥ। ସେହି ଶିଶୁଟି ବହୁତ ପାଠ ପଢ଼ି ଏବଂ ମନ ଧ୍ୟାନରେ ପାଠ ପଢ଼ିଲା ପରେ ସେ ବହୁତ ଦିନର କଠିନ ପରିଶ୍ରମ ପରେ ଗୋଟିଏ ଚାକିରି ପାଇଥିଲା ଏବଂ ସେହି ଚାକିରିରେ ଭଲ ଜ୍ଞାନ ପ୍ରଦର୍ଶନ କରି ନିଜକୁ ପ୍ରୁଭ୍ କଲା ଯେ ମୁଁ ହେଉଛି ଗୋଟିଏ ଭଲ ପିଲା ଏବଂ ଭଲ ଛୁଆ। ଏବଂ ଲୋକମାନେ ତାକୁ ବହୁତ ପ୍ରଶଂସା କଲେ ଏବଂ ଦେଶର ଭବିଷ୍ୟତ ବୋଲି ମନେ କଲେ ଏବଂ ଗାଁର ଉନ୍ନତି ହେଲା ଏବଂ ଲୋକମାନେ ବହୁତ ଖୁସିରେ ଜୀବନଯାପନ କଲେ।